ମୋ ନାଁ ନମସ୍କାର। ମୋ ନାଁ ଦିବାକର ପୂଜାରୀ, ଭାରତୀୟ ଜାତୀୟ କଂଗ୍ରେସ INT ସଭାପତି ନବରଙ୍ଗପୁର ଜିଲ୍ଲା ଆଣ୍ଡ ସରପଞ୍ଚ ଗ୍ରାମ ପଞ୍ଚାୟତ ନବରଙ୍ଗପୁର। ସାର୍ ଆପଣ ଆଜି 6ଟାରୁ ପୁରା 8ଟା ହେଇଗଲାଣି ନବରଙ୍ଗପୁର ଜଣେ ମା ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ବୋଲି ହାଲଚାଲ 66ରେ ବାଜିଥିଲା। ଆପଣ ଖୋଜି ବୁଲିଲେ ଆଉ ପାଇଲେ, ତା ଉପରେ କ'ଣ କହିବେ ସାର୍? ଦେଖନ୍ତୁ, ଯେଉଁ ମା ତାଙ୍କ ନାଁଟା ହେଉଛି ପଦ୍ମା ଗାଧବା, ତାଙ୍କ ସ୍ୱାମୀ ହେଉଛି କୃପା ଗାଧବା। ସେ ବୟସରେ ପ୍ରାୟ 80 ବର୍ଷ ହେବ। ତାଙ୍କୁ ମ୍ୟୁନିସିପାଲିଟି ତରଫରୁ ଗୋଟେ ଆବାସ ଘର ଦିଆଯାଇଛି। ଘର ଛାତ ଲେଭେଲ ହେଇଛି, ଆଉ କିଛି ଉଠିଲେ ଇଟା ତା ଉପରେ ଯଦି ସଜାଡ଼ିବେ ଛାତ ଲେଭେଲ ହେବ। ସେ ଘର ପ୍ରାୟ 2 ବର୍ଷରୁ 1.5 ବର୍ଷ ହେଇଗଲାଣି। ସେ ଘର ଇନକମ୍ପ୍ଲିଟ୍ ହେଇକି ଅଛି। ସେ ବୁଢ଼ୀ ମାଟା ଆପଣ ତ ଦେଖିଲେ, ସେ ଜରି କୁଡ଼ିଆରେ ସେ ବୁଢ଼ୀ ମାଟା ରହୁଛି। ଯେତେବେଳେ ମୁଁ ଏଇ ନ୍ୟୁଜ୍ଟା ବାଜିଲା ସରପଞ୍ଚ ଅଗ୍ନିପୁର ଅବହେଳା କରୁଛନ୍ତି ବୋଲି ଶୁଣିବାରୁ ମୁଁ ତ କୌଣସି ପ୍ରକାର ଏଇ ନାଁରେ ଏଇ ବ୍ୟକ୍ତିଙ୍କ ନାଁରେ ମୁଁ ଘର ଦେଇନାହିଁ। ମୁଁ ତ ଟୋଟାଲ ଜାଣିଛି ମୋର ଏରିଆରେ କେତେଟା ଘର ଦେଇଛି, ମୁଁ ଭଲରେ ଜାଣିଛି। 119ଟା ଘର ମୁଁ ଦେଇଛି। ତେଣୁକରି ତ ଦିଆ ହେଇନାହିଁ, କେବେ ଦିଆ ହେଇଥିଲା? ତାପରେ ସର୍ଚ୍ଚ କରିଲା ପରେ ସେ ବାହାରିଲା ତାଙ୍କର ମ୍ୟୁନିସିପାଲିଟି ଏରିଆ ଯାଉଛି, ଟାପାକାରିଆ ଗୁଡ଼ା ତାଙ୍କର। ଆଉ ନାଇକି ସେ ତାଙ୍କର ନାଇକି ମ୍ୟୁନିସିପାଲିଟିରେ ଆଧାର କାର୍ଡ ଭୋଟ ସବୁ ଅଛି। ଆଉ ନ୍ୟୁଜ୍ ଶୁଣିଲା ପରେ ମୁଁ ତାଙ୍କ ପାଖକୁ ଯାଇଥିଲି ଯେ ବୁଢ଼ୀ ମାଟା ନାଇକି ସେ ଚଲାବୁଲା କରିପାରୁନାହାନ୍ତି, ଅସହାୟ ଅବସ୍ଥାରେ ଅଛନ୍ତି, ଗୋଟେ ଜରି କୁଡ଼ିଆ ଅଛି। କିନ୍ତୁ ସରକାର ତ ଗୋଟେ ଘର ଦେଇଛି, କେଉଁ ମୁଷ୍ଟିମୟ ବ୍ୟକ୍ତି ଘରକୁ ତିଆରି କରିଦେଲା, ତାର ପଇସା ହରିଲୁଟ୍ କରିକି ଯାଇଛି। ଆଉ ସେ ଘର ଏବେ ଇନକମ୍ପ୍ଲିଟ୍ ଅଛି। ବର୍ତ୍ତମାନ ମୁଁ ତାଙ୍କୁ ପଚାରିଥିଲି ଯେ ତମର ଲୋକ ବାକ କିଏ ଅଛନ୍ତି ବୋଲି। ସେ କହିଥିଲା ମୋର ଭାଣିଜୀ ଗୋଟେ ହୀରାମଣି ଗାଧବା ବୋଲିକି ଅଛି, ଆଉ ଜଣେ ମୋର ଭଣଜା ଅଛନ୍ତି ଶିବ ଗାଧବା ବୋଲିକି, ଶିବଶଙ୍କର ମାଝୀ ବୋଲିକି। କିନ୍ତୁ ସେ ଶିବଶଙ୍କର ମାଝୀ ମଧ୍ୟ ତାକୁ ଅଣଦେଖା କରୁଛନ୍ତି, ସେଟା ଆମେ ପାଇପାରୁନାହିଁ। କିନ୍ତୁ ବର୍ତ୍ତମାନ ଆମେ ଆସିଛୁ ତାଙ୍କର ନବରଙ୍ଗପୁର ବ୍ଲକ ଅଫିସ ଛକ ସାମ୍ନାରେ ଏଠି ଆସିଛୁ। ସେ ଭଉଣୀ ମୋ ସାମ୍ନାରେ ଅଛନ୍ତି, ହୀରାମଣି ବତ୍ରା। ସେ ଭଉଣୀକୁ ମଧ୍ୟ ପଚାରିଲୁ, ସେ ମଧ୍ୟ କହୁଛନ୍ତି ଯେ ମୋ ସ୍ୱାମୀର ସ୍ୱାସ୍ଥ୍ୟ ଭଲ ନାହିଁ, ତେଣୁକରି ମୁଁ ତାଙ୍କୁ ଏତେ ଭଲରେ ଦେଖାଶିଖା ମୁଁ କରିପାରୁନାହିଁ। ତେଣୁକରି ମୁଁ ଅନୁରୋଧ କରୁଛି ଜିଲ୍ଲା ପ୍ରଶାସନକୁ ଆଉ ପୌରପାଳିକାକୁ। ମୁଁ ଏବେ ମଧ୍ୟ କଥା ହେଇଥିଲି ପୌରପାଳିକା ମାନ୍ୟବର ଚେୟାରମ୍ୟାନ୍ ମହୋଦୟଙ୍କ ସହିତ, କୁନୁ ନାୟକ ମହୋଦୟଙ୍କ ସହିତ। ତାକୁ ଯଥାଶୀଘ୍ର ନେଇକି ସେଇଠୁ ତାକୁ ସହାୟତା ଦିଆଯାଉ ଏବଂ ତାକୁ ସେବା ଶୁଶ୍ରୂଷା କରିବା ପାଇଁ କେଉଁ ପ୍ରକାର ବନ୍ଦୋବସ୍ତ ଅବଲମ୍ବନ କଲେ ହେବ ସେଟା କରାଯାଉ। ନଚେତ୍ ତାଙ୍କୁ ନେଇକି ଗୋଟେ ବୃଦ୍ଧା ଆଶ୍ରମରେ ଛାଡ଼ିବା ପାଇଁ ବନ୍ଦୋବସ୍ତ କଲେ ଠିକ୍ ହେଇଥାନ୍ତା। କିନ୍ତୁ ମୁଁ ସେ ବୁଢ଼ୀ ମାକୁ ମୁଁ ପଚାରିଥିଲି ଯେ ବୃଦ୍ଧା ଆଶ୍ରମରେ ଆମେ ନେଇକି ଯିବୁ, ସେଠି ସେବା ଶୁଶ୍ରୂଷା ଆମେ କରିବୁ, ତମେ ଚାଲ। ସେ କହିଥିଲେ ମୋର ଭଣଜା ଭାଣିଜୀ ମୋତେ ଟୋଟାଲି ମନା କରିଛନ୍ତି ଯିବା ପାଇଁ। ଯଦି ମନା କରିଛନ୍ତି ତାଙ୍କେ ନିଜେ ହେଲେ ରଖନ୍ତୁ, ନଚେତ୍ ନାଇକି ବୃଦ୍ଧା ଆଶ୍ରମରେ ଛାଡ଼ିବାକୁ ତାକୁ ସୁଯୋଗ ଦିଅନ୍ତୁ।